ଜୟ ଜଗନ୍ନାଥ, ଜୟ ହିନ୍ଦ। ମୁଁ ଅଶୋକ କୁମାର ଦାସ। ଆଜି ଗୋଟେ ଛୋଟ ସାହାଯ୍ୟ କରିଛି ଭାଇମାନେ। ଆଉ ସାହାଯ୍ୟଟା ହେଲା କ'ଣ, ଆମର ଗୋଠପାଟଣାରୁ ଘରକୁ ଆସୁଥିଲି। ଆସିବା ଭିତରେ ବାଟରେ ଗୋଟେ ଆକ୍ସିଡେଣ୍ଟ ଦେଖିଲି। ସେ ଆକ୍ସିଡେଣ୍ଟ ହେଇଯିବା ଭିତରେ ସେ ଆମର ଗୋଠପାଟଣା ଯେଉଁ କଲେଜଟା ଅଛି, IIIT କଲେଜ, ସେ କଲେଜ ଷ୍ଟୁଡେଣ୍ଟ ବୋଧେ। ସେ ଆସୁଥିଲେ ସ୍କୁଟି, ଆଉ ଗୋଟେ ବାଇକ୍ ଏମିତି ଆକ୍ସିଡେଣ୍ଟ ହେଇଥିଲା। ଆକ୍ସିଡେଣ୍ଟ ଭିତରେ ସେ ଭାଇଙ୍କର ଜଣଙ୍କର ଫ୍ରାକ୍ଚର୍ ହେଇଯାଇଥିଲା ଅଣ୍ଟା ଆଉ ହାତ ଡେଣାଟା। ଆଉ ଗୋଟେ ଭାଇଙ୍କର ନାକ ଆଉ ଓଠ ଗଡ଼ା ପାଟି କିଛି ନଥିଲା ଅବସ୍ଥା, ପୁରା ଫାଟିକି ବ୍ଲିଡ଼ିଂ ହେଉଥିଲା। ତ ମୁଁ ସାଙ୍ଗେ ସାଙ୍ଗେ ଅଟୋରେ ଧରିକି ମୁଁ ଆସିଲି। ଆସିବା ଭିତରେ ଆଉ ଇମର୍ଜେନ୍ସି ଇଏରେ ଦେଖିଲି ସୋମର ସେ ଯେଉଁ ସିକ୍ୟୁରିଟି ଭାଇ ଆମର ଥିଲେ, ସିକ୍ୟୁରିଟି ଭାଇକି ପଚାରିଲି, ଭାଇ ଆଉ ଡକ୍ଟର କେଉଁଠି ଅଛନ୍ତି କ'ଣ? ସେ କହିଲେ ମ୍ୟାନେଜର୍ ଅଛନ୍ତି, ଆଉ ମ୍ୟାନେଜର୍ ସାଙ୍ଗରେ ଯାଅ କଥାବାର୍ତ୍ତା କର। ମୁଁ ତ ଭାଇକି ବସେଇକି ଦୁଇ ଭାଇଙ୍କୁ ବସେଇଲା ଭିତରେ ଗାଡ଼ି ଭିତରେ ପୁଣି ଗଲି ମ୍ୟାନେଜର୍ ପାଖକୁ ଯାଇକି ଆଉ କଥାବାର୍ତ୍ତା ହେଇକି ମୁଁ କହିଲି ସାର୍ ଏମିତି ଏମିତିଆ ପ୍ରୋବ୍ଲେମ୍ ହେଇଛି। ସେଠୁ ବି ଆସିଲେ, ନାହିଁ କଲେନି କିଛି ନାହିଁ, ସେ ଆସିଲେ। ଆଉ ଜଣେ ମ୍ୟାଡ଼ାମ୍ ନର୍ସ କିଏ, ସିଏ ବି ଜଣେ ଆସିଲେ ସାର୍ଙ୍କ ସାଙ୍ଗରେ। ଆସିକି ଏମିତି ଦେଖିକି ଏଠୁ ଇଏ କଲେ। ଆସିବା ଭିତରେ ଏଠୁ ସାଙ୍ଗେ ସାଙ୍ଗେ ସାର୍ ଏଠୁ ନେଇକି ଗଲେ, କହିଲେ ଆସ ବୋଲିକି। ଆସିବା ଭିତରେ ସେ ଭାଇ ଆମର ଯିଏ ଏନ୍ଜର୍ଡ଼ ଜଣେ ହେଇଥିଲେ, ସେ ଭାଇ ଜଣେ ଫୋନ୍ କରିଥିଲେ ଆମର। ଫୋନ୍ କରିବା ଭିତରେ ତାଙ୍କର ରିଲେଟିଭ୍ କିଏ ଜଣେ ହେବେ ଭାଇ ଜଣେ, ସିଏ ଆସିଲେ। ଆସିବା ଭିତରେ ସେ କହିଲେ ଭାଇ ଆଉ ଯାହା ହଉ ଭଲ କାମଟେ କରିଛ, ଥ୍ୟାଙ୍କ ୟୁ ବୋଲି ମୋତେ କହିକି ସେଠୁ ନେଇକି ଗଲେ ସେ ଭାଇକି। ମୁଁ କହିଲି ହଉ ଠିକ୍ ଅଛି ଯାଆନ୍ତୁ। ସେ କହିଲେ କେତେ ପଇସା ଦେବି? ମୁଁ କହିଲି ନାହିଁ ସାର୍ ପଇସା ମୋର ଦରକାର ନାହିଁ, ଆପଣ ନେଇକି ଯାଆନ୍ତୁ। ସେ ଭାଇ ଭଲ ହେଇଯାଆନ୍ତୁ, କିନ୍ତୁ ଆଉ ପ୍ରଥମେ ଦେଖନ୍ତୁ ଭଲ କେମିତି ହେବେ, ନେଇକି ଯାଆନ୍ତୁ। ଏମିତି କହିକି ଏଠୁ ଆସିଥିଲି ଭାଇ। ଆଉ ଛୋଟିଆ ଟିକେ ସାହାଯ୍ୟ କରିବା ପାଇଁ ଭାଇ ବହୁତ ଶାନ୍ତି ଲାଗୁଛି ଭାଇ ଆତ୍ମାକୁ। କିନ୍ତୁ ଏମିତି ବାଟରେ ବହୁତ ଜିନିଷ ପ୍ରୋବ୍ଲେମ୍ ହେଉଛି ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ। ଯଦି ବି ହେଉଛି ଭାଇମାନେ, କିଛି ନ ଡରିକି ମାନେ ଧରିକି ଆସନ୍ତୁ ସୁବିଧାରେ, ମେଡ଼ିକାଲରେ ଆଣିକି ପହଞ୍ଚେଇ ଦିଅନ୍ତୁ। କିଛି ନହେଲେ ତ ବି ଜୀବନଟା ଭାଇ ବଞ୍ଚିଯିବ ନା। ଆଉ ମଣିଷ ଜୀବନରେ କିଛି ନାହିଁ ଭାଇ, ଜୀବନଟା ଜଣେ ବଞ୍ଚିବା ପାଇଁ ବଡ଼ ଇଏ। ସେ କାହାର ବି ବାପା ମା ମାନେ ପୁଅଟେ ହେଇଥିବ, ବାପା ମା କେତେ ମନ ଦୁଃଖ କରିବେ। ଦ୍ୱିତୀୟରେ ସେ କାହାର ଗୋଟେ ପୁଅଟେ ବି ହେଇଥାଏ, ସିଏ କି କାହାର ସ୍ୱାମୀ ବି ହେଇପାରେ, ତ ଏମିତି ହେଇପାରେ। ତେଣୁ କରିକି ଏମିତିଆ ଛୋଟକାଟିଆ ସାହାଯ୍ୟ କରିକି ବହୁତ ଖୁସି ଲାଗୁଛି। ଆଉ ରଖୁଛି ଭାଇ, ଜୟ ଜଗନ୍ନାଥ। ଆଉ କିଛି କହୁନି। ଯଦି ଭୁଲ କିଛି ହେଇଗଲା, ଭୁଲ ହେଇଯାଇଥିବ କହିବାରେ କିଛି, ତ ମୋତେ କ୍ଷମା କରିଦେବେ ଆଉ ମାଫ୍ କରିଦେବେ। ରଖୁଛି, ଜୟ ଜଗନ୍ନାଥ, ଜୟ ହିନ୍ଦ। କିନ୍ତୁ ଏତିକି ଟିକିଏ ସାହାଯ୍ୟଟେ କରିବା ପାଇଁ ଭାଇ ବହୁତ ଆତ୍ମାକୁ ଶାନ୍ତି ମିଳୁଛି। ଆଉ ଆମେ ସାହାଯ୍ୟ କଲେ କେତେବେଳେ ଭଗବାନ ବି ଆମକୁ କେତେବେଳେ ସାହାଯ୍ୟ କରିବେ, ଏଇଟା ସତ ଭାଇ, ନିହାତି ସତ। ରଖୁଛି, ଜୟ ଜଗନ୍ନାଥ।